ଏଠାରେ ଆପଣ ଜାଣିଥିବେ ସୋସିଆଲ ମିଡ଼ିଆଠୁ ଆରମ୍ଭ କରି ଗଣମାଧ୍ୟମରେ ଯେଉଁ ଭଳିଆ ଚର୍ଚ୍ଚା ହେଲା ସାରା ବିଶ୍ୱ ସ୍ତବ୍ଧ ହୋଇଗଲା ଏବଂ ଜଣେ ଜିତୁ ମୁଣ୍ଡା ବୋଲି ଜଣେ ଯିଏ ନିଜ ଭଉଣୀର ଶବକୁ କାନ୍ଧରେ ବୋଇକି ବ୍ୟାଗ୍ ପାଖକୁ ନେଇଗଲେ ପ୍ରମାଣ ଦେବା ପାଇଁ ଯେ ତାଙ୍କ ଭଉଣୀଙ୍କ ଖାତାରେ 20ରୁ 30,000 ଟଙ୍କା ଅଛି ତା ପାଇବା ପାଇଁ। ମୁଁ ବର୍ତ୍ତମାନ କ୍ୟାମେରାମ୍ୟାନକୁ କହିବି ସେ ଜିତୁ ମୁଣ୍ଡାଙ୍କ ଘର ଦେଖେଇବେ ଏଭଳି ଭାବରେ ତାଙ୍କର ଏ ପୁରୁଣା ଘର ତାଙ୍କର ଆବାସ ଏବଂ ଏଭଳିଆ ଜାଗାରେ ଆମେ ଆଜି ପହଞ୍ଚିଛୁ ଯେ ଯୋଉଠି ବ୍ୟାଙ୍କର କର୍ମଚାରୀ ମାନେ ହୁଏତ ଜିତୁ ମୁଣ୍ଡାକୁ ବୁଝେଇ ପାରିଲେ ନାହିଁ କିମ୍ବା ତାଙ୍କର ଯୋଉ ଶୈଳୀ ଥିଲା ବୁଝେଇବାର ତା ଜିତୁ ମୁଣ୍ଡା ବୁଝି ପାରିଲେ ନାହିଁ ଏବଂ ଆଜି ତାଙ୍କର ଭଉଣୀଙ୍କର କ୍ରିୟାକ୍ରମ ହେଉଛି ଏବଂ ଆମେ ଆସି ପହଞ୍ଚିଛୁ ଏ କେନ୍ଦୁଝରର ପଟଣା ଠାରେ ଏବଂ ମୁଁ କହିବି ସେ ସମୟ ଯେତେବେଳେ ଅତିବାହିତ ହେଇଗଲା ଗଣମାଧ୍ୟମରେ ଚର୍ଚ୍ଚା ହେଲା ତାପରେ ଆରମ୍ଭ ହୋଇଥିଲା ଜିତୁ ମୁଣ୍ଡାଙ୍କ ପାଖକୁ ଅର୍ଥ ରାଶିର ଟଙ୍କା ବର୍ଷା ହେଇଥିଲା ଏବଂ ସେ ଟଙ୍କା ବର୍ଷା ଏତେ ହେଇଥିଲା ଯେ ଜିତୁ ମୁଣ୍ଡା ଆଜି 14ରୁ 15 ଲକ୍ଷ ଟଙ୍କା ପାଇଛନ୍ତି। ସେ ଫିଜିକ୍ସ ବାଲା ହଉ ସରକାରୀରେ ହଉ ବେସରକାରୀ ହଉ ସବୁଆଡୁ ତାଙ୍କୁ ଅର୍ଥ ମିଳିଛି ଏବଂ ସରକାରଙ୍କ ତରଫରୁ ତାଙ୍କ ଘରକୁ ଲାଇନ ଯୋଗାଇ ଦିଆଯାଇଛି। ତାଙ୍କର ସବୁ ପ୍ରକାର ସୁବିଧା ଏବଂ ସବୁ ପ୍ରକାର ପେନସନ ଲାଗୁ କରାଯାଇଛି। ଗାଁ ବାଲା ସବୁ ଆପଣଙ୍କର ସମସ୍ତେ ଗାଁ ବାଲା ସାହାଯ୍ୟ କରିଦେଲେ ଆପଣଙ୍କ ଧନ୍ୟବାଦ। ଆପଣଙ୍କର ଗାଁ ବାଲା ସବୁ ଛେଳିଠୁ କୁକୁଡ଼ାଠୁ ସବୁ ଦେଇଦେଲେ ଧନ୍ୟବାଦ। ଯାହା କହିବେ ଆପଣଙ୍କର ସେଇ କହିବି ଆଉ ଖୁସିରେ ମନ ଦୁଃଖରେ ଆଉ ରହିପାରିବି ନାହିଁ। ମନ ଦୁଃଖରେ ଖୁସିରେ ରହିଗଲେ ଯାହା ସରକାର ମଧ୍ୟ ଏଥିରେ ସାହାଯ୍ୟ କରିଛନ୍ତି। ପଟଣାରୁ ଜାୱେଦ ଅହମଦ, କାଳାନ୍ତର ନ୍ୟୁଜ।